ରାଧୁଆ ବୋଉକୁ ବହୁତ ଡର। ପୁଅ କାହିଁକି ହାଟରୁ ଫେରିନି। କାନେ କାନେ କହିଥିଲା ବେଳ ଗଡ଼ିବା ଆଗରୁ ଫେରି ଆସିବ। ହେଲେ ରାଧୁଆ ମୁଣ୍ଡରେ ସେ କଥା କେବେ ପଶିବ ନାହିଁ। କହିବାଲ ବୋଉ, ଲୋକ ଚନ୍ଦ୍ରପୃଷ୍ଠରେ ଜାଗା କିଣିଲେଣି, ଯୁଗ କେତେ ଆଗକୁ ଚାଲିଛି। ହେଲେ ତୁ କାହିଁକି ଏମିତି କଥା ସବୁ ମନରେ ରଖୁଛୁ? ଆଜିକାଲିକା ଦୁନିଆରେ ଭୂତ ପ୍ରେତ ଡାହାଣୀ ଚିରୁକୁଣି ପିଶାଚୁଣୀ ବ୍ରହ୍ମରାକ୍ଷସ କେହି ବି ନାହାନ୍ତି। ହେଲେ ତୁ ସବୁଦିନ ନିଜେ ଡରୁଛୁ ଆଉ ମୋତେ ବି ଡରାଇ ରଖିଛୁ। ଗାଁ ଲୋକେ କୁହନ୍ତି ବାଟରେ ଗୋଟିଏ ପୁରୁଣା ବଡ଼ ଭଙ୍ଗା ଘର କେଉଁ ଦିନରୁ ଛିଡ଼ା ହୋଇଛି। ରାତିରେ ଅନ୍ଧାର ଯେତେବେଳେ ଆରମ୍ଭ ହୁଏ ସେତେବେଳେ ସେ ପୁରୁଣା ଭଙ୍ଗା ଘରଟି ବେଶ୍ ସୁନ୍ଦର ଦେଖାଯାଏ। ଯେମିତି ବାଟରେ ଯାଉଥିବା ଲୋକ ସେ ଘରର ସୌନ୍ଦର୍ଯ୍ୟରେ ମୋହିତ ହୋଇଯାଏ। ନିଜର ଇଚ୍ଛା ନଥାଇ ମଧ୍ୟ ସେଠାରେ ସେ ଅଟକିଯାଏ। ସକାଳ ହେଲା ବେଳକୁ ବାଟରେ ଶୁଖିଲା କାଠଗଣ୍ଡି ଭଳି ଗଡ଼ୁଥାଏ ସେ। ଏସବୁ ଗାଁ ଲୋକ ଅନେକ ଥର ଦେଖିଛନ୍ତି। ସେଥିପାଇଁ ରାତି ଅଧିକା ପର୍ଯ୍ୟନ୍ତ କେହି ବି ବାହାରେ ରହିବାକୁ ପସନ୍ଦ କରନ୍ତିନି। ସେହି ଭୟରେ କିଛି ଲୋକ ଗାଁ ଛାଡ଼ି ସହରକୁ ଚାଲିଗଲେଣି। ଆଉ କେହି କେହି ବାପା ଅଜା ଅମଳର ଭିଟାମାଟିକୁ ଛାଡ଼ି ଯିବାକୁ ଚାହୁଁନାହାନ୍ତି। କାହିଁକି ନିଜ ଜୀବନକୁ ମରଣ ମୁହଁକୁ ନେବେ। ସେହି ଭୟରେ ସବୁ ଲୋକ ରାତି ହେବା ଆଗରୁ ଘରକୁ ଫେରି ଆସନ୍ତି। ଯଦି କେହି ନ ଫେରେ ସେ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ, କିନ୍ତୁ ରାତିରେ ଫେରେ ନାହିଁ। ରାଧୁଆ କେଉଁ ସକାଳୁ ହାଟକୁ ମୁଗ ବିରି ନଡ଼ିଆ ନେଇ ଯାଇଛି। ଘରେ ରୋଗିଣା ବୁଢ଼ୀ ମା କିଛି ଦି ପଇସା ଆଣିଲେ ମାଆକୁ ସହର ନେଇ ବଡ଼ ଡାକ୍ତରକୁ ଦେଖାଇବ। ହେଲେ କାହିଁକି ରାଧୁଆ ଘରକୁ ଫେରି ନାହିଁ। ରୋଗିଣା ମା ପୁଅ ପାଇଁ ବ୍ୟସ୍ତ ହେବାକୁ ଲାଗିଥାଏ। କାହାକୁ କହିବ? କିଏ ବି ରାଧୁଆକୁ ଖୋଜିବା ପାଇଁ ରାଜି ହେଲେନି। ସମସ୍ତେ କହିଲେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ। ମା ମନ ପୁଅ ପାଇଁ ଚିନ୍ତା ବଢ଼ିବାକୁ ଲାଗିଥାଏ। କେତେ ଭଗବାନଙ୍କୁ ଡାକିବାରେ ଲାଗିଥାଏ ସେ। କେମିତି ରାଧୁଆ ଘରେ ଆସି ପହଞ୍ଚିବ ସେଇ ଚିନ୍ତାରେ ବସିଥାଏ ସେ। ଦୁଇ ଆଖିରୁ ବହି ଚାଲିଥାଏ ଲୁହ। ଗୋଡ଼ ତଳେ ଦେବା ପାଇଁ ମଧ୍ୟ ଦେହରେ ବଳ ନାହିଁ। କ'ଣ କରିବ ଭାବି ଚାଲିଥାଏ ସେ। ହେ ପ୍ରଭୁ, ମୁଁ ରାଧୁଆକୁ ସାହା ହୁଅ। ମୁଁ ନିଆସିଣି କିଛି କରିପାରିବିନି, ହେଲେ ତୁମେ ସର୍ବଶକ୍ତିଶାଳୀ। ତୁମ ବିନା ଆମ ମା ପୁଅ ଦୁହିଁଙ୍କର କେହି ସାହାରା ନାହାନ୍ତି। ସାହା ହୁଅ ରାଧୁଆକୁ। ଭଲରେ ଘରକୁ ଫେରି ଆସୁ ସେ। ଘରେ ଡିବିଟିଏ ଛାଡ଼ି ଦାଣ୍ଡ ଦୁଆରକୁ ଚାହିଁ ରହିଛି ରାଧୁଆ ମା। ଏପଟେ ରାଧୁଆ ଗାଁକୁ ଫେରିବା ବାଟରେ ପଡ଼ୁଥିବା ସେହି ବଡ଼ ଭଙ୍ଗା ଘର ବିଷୟରେ ଅଳ୍ପ ବହୁତ ଜାଣିଥିଲା, କିନ୍ତୁ ସେ ଏସବୁକୁ ମାନେ ନା। ବେପାରରେ ମନ ଥିବାରୁ ଜଣା ହେଲାନି କେତେବେଳେ ରାତି ହୋଇଗଲା। ରାଧୁଆ ବହୁତ ଖୁସି ଥିଲା। ବୋଉକୁ କହିବ ଆଜି ହାଟପାଳିରେ ସବୁକିଛି ବେପାର ହୋଇଯାଇଛି। କାଲି ବୋଉକୁ ନେଇ ସହରକୁ ଯିବ। ଭଲ ଡାକ୍ତର ଦେଖାଇ ଔଷଧ ଆଣିବ। ନିଜେ ଉପାସ ରହି ବୋଉ ରାଧୁଆକୁ ମଣିଷ କରିଛି। କେତେ ଖଟିଛି ବିଲରେ। ନିଜ ଦୁଃଖ ରାଧୁଆକୁ କେବେ କହିନି। ଯେତେବେଳେ ଦେଖିବ ହସିଦେବ। ବୋଉ ଦେହ ଭଲ ନାହିଁ ବୋଲି କହିଲେ କହିବାରେ ଧନ ମୋର କ'ଣ ହେବ। ତୋ ମୁହଁକୁ ଚାହିଁଦେଲେ ମୋ ଦେହ ମନ ସବୁ ଭଲ ହୋଇଯିବ। ଜମାରୁ ବ୍ୟସ୍ତ ହେବନି। ବୋଉ ମନ କଥା ସବୁକିଛି ରାଧୁଆ ଜାଣିପାରେ, ହେଲେ ବୋଉକୁ କହିପାରେନି। ଡକ୍ଟରଙ୍କୁ କହିବ ଗୋଟିଏ ଭଲ ଟନିକ୍ ଦେବ, ଯେମିତି ବୋଉ ଦେହକୁ ଟିକେ ଭଲସେ ବଳ ଲାଗିବ। ଏମିତି ଭାବି ଭାବି ରାଧୁଆ ଗାଁକୁ ଫେରୁଥାଏ। ଦୂରରୁ ଦେଖିଲା ଗୋଟିଏ ଲଣ୍ଠନ ଧରି ଯେମିତି କେହି ଜଣେ ଦୂରରେ ଛିଡ଼ା ହୋଇଛି। ଜହ୍ନ ରାତିରେ ସବୁକିଛି ପରିଷ୍କାର ଦିଶୁଛି। କେହି ଜଣେ ଛିଡ଼ା ହୋଇଛି ବୋଲି ରାଧୁଆକୁ ଲାଗିଲା। ମନକୁ ମନ କହିଲା, ବୋଉ କହିଥିଲା କେହି ରାତିରେ ଘରୁ ବାହାରନ୍ତିନି, ହେଲେ ଯାହାର କିଛି କାମ ଅଛି ସେ ଯେମିତି ହେଲେ ବି ଯିବ। ଆଜି ଗାଁ ଲୋକେ ବି ଜାଣିଗଲେ ଭଙ୍ଗା ଘର ପାଖରେ କିଛି ନାହିଁ। ବେକାରରେ ଗୋଟିଏ ଅଜଣା ଡରରେ କେତେ ଲୋକ କଲବଲ ହେଉଛନ୍ତି। ଆଜି ସବୁ କଥାର ସମାଧାନ ହୋଇଯିବ। ଭାବି ଭାବି ସେହି ଲଣ୍ଠନ ଆଲୁଅ ପାଖରେ ରାଧୁଆ ପହଞ୍ଚିଲା। କହିଲା, କିଏ ଯାଉଛ ନା କାହାକୁ ଅପେକ୍ଷା କରିଛ? ରାଧୁଆ ଦେଖିଲା ଦୁଇଟି ଝିଅ ବୟସ 8 କି 7 ହେବ କାନ୍ଦି କାନ୍ଦି ଛିଡ଼ା ହୋଇଛନ୍ତି। ରାଧୁଆକୁ ଚାହିଁ କହିଲେ, ଆମେ କେତେବେଳରୁ ଏଠାରେ ଛିଡ଼ା ହୋଇଛୁ, ହେଲେ କେହି ଆମକୁ ସାହାଯ୍ୟ କରୁନାହାନ୍ତି। ଆମ ବୋଉ ବ୍ୟସ୍ତ ହେଉଥିବ, କେତେ କାନ୍ଦୁଥିବ।
ପିଲା ଦୁଇଙ୍କୁ ଦେଖି ରାଧୁଆ କହିଲା, ତୁମେ ଦୁଇ ଜଣକୁ ଆମ ଗାଁରେ କେବେ ଦେଖିନି, କାହା ଘର କଥା କହୁଛ? ବାପା ବୋଉଙ୍କ ନାଁ ମୋତେ କହିଲେ ମୁଁ ତୁମ ଦୁହିଁଙ୍କୁ ନେଇ ଘରେ ଛାଡ଼ିଦେବି। ଚାଲ, କେତେ ରାତି ହେଲାଣି, ଘରେ ବ୍ୟସ୍ତ ହେଉଥିବେ। ଦୁଇ ଝିଅ ରାଧୁଆ ମୁହଁକୁ କଲବଲ ହୋଇ ଚାହିଁଲେ। କହିଲେ, ନା, ତୁମେ କାହିଁକି ଆମ ପାଇଁ ହଇରାଣ ହେବ? ଯାଅ, ଆମେ ଦୁଇ ଭଉଣୀ ଚାଲିଯିବୁ। ଏ ଦୁଇଟା ଗାଁ ପାର ହେଲେ ଆମ ଘରେ ପହଞ୍ଚିବୁ। କାହିଁକି ଆମ ପାଇଁ ତୁମେ ପରିଶ୍ରମ କରିବ? ତମର ବି ଡେରି ହୋଇଯିବ। ରାଧୁଆ କହିଲେ, ତୁମେ ଦୁଇ ଜଣ ଏତେ ରାତି ପର୍ଯ୍ୟନ୍ତ କାହିଁକି ଘରକୁ ନ ଫେରି ଏଠାରେ ଠିଆ ହୋଇଛ? ମୋ ସାଇକେଲରେ ବସ, ମୁଁ ତୁମକୁ ଛାଡ଼ି ଦେଇ ଆସିବି। ଏହାପରେ ସେ ଦୁଇ ଜଣଙ୍କୁ କହିଲା, ତୁମକୁ କ'ଣ ଡର ଲାଗୁନି? ଆଗରେ ଯେଉଁ ବଡ଼ ଭଙ୍ଗା ଘରଟି ଅଛି, ଆମ ଗାଁ ଲୋକମାନେ କୁହନ୍ତି ସେଠାରେ କେହି ଜଣେ ଅଛି। ବାଟରେ ଯିବାବେଳେ ଲୋକମାନଙ୍କୁ ବହୁତ ହଇରାଣ କରେ ସେ। ଏତିକି କହିବା ପରେ ସେ ଦୁଇ ଜଣ ଭଉଣୀ ରାଧୁଆକୁ କହିଲେ, ସତରେ? ତେବେ ତୁମକୁ କାହିଁକି ଡର ଲାଗୁନି? ନିଜେ କେମିତି ଏତେ ରାତି ପର୍ଯ୍ୟନ୍ତ ବାହାରେ ରହିଛ? ଘର ଲୋକମାନେ ତୁମ ପାଇଁ ବ୍ୟସ୍ତ ହେଉଥିବେ, ଜାଣିପାରୁନ? ରାଧୁଆ କହିଲା, ମୋ ବୋଉ କହିଥିଲା ରାତି ପର୍ଯ୍ୟନ୍ତ ରହିବୁନି। ହେଲେ ଭଲ ବେପାର ଟିକେ ହେଲା। ଦେଖୁ ଦେଖୁ ଜଣା ହେଲାନି କେତେବେଳେ ଡେରି ହୋଇଗଲା। ଘରକୁ ଫେରୁଥିଲେ ଦୂରରୁ ଲଣ୍ଠନର ଆଲୁଅ ଦେଖିଲେ କେହି ଜଣେ ବାଟରେ ଅଛି। ହେଲେ ତୁମେ ଦୁଇ ଜଣ କାହିଁକି ଘରକୁ ଫେରି ନ କହିଲ? ଦୁଇ ଜଣ କହିଲେ, ଆମେ ବି ଘରକୁ ଫେରୁଛୁ। ତୁମ ଗାଁ ବାଟରେ ବଡ଼ ଭଙ୍ଗା ଘର ବିଷୟରେ ଆମେ ବି ଆମ ବାପା ବୋଉଙ୍କ ପାଟିରୁ ସବୁଦିନ ଶୁଣିଛୁ। ଆମ ବୋଉ କହେ ସେ ଘର ଆଡ଼କୁ ଜମା ଚାହିଁବନି, ତୁମେ ବି ସେ ଘର ଆଡ଼କୁ ଚାହିଁବନି। ତୁମ ବୋଉ କ'ଣ ତୁମକୁ ମିଛରେ କହିଛନ୍ତି ବୋଲି ଭାବୁଛ? ସେ ତୁମକୁ ଠିକ୍ କହିଛନ୍ତି। ଆଜିଠାରୁ କେବେ ବି ଏତେ ରାତି ପର୍ଯ୍ୟନ୍ତ ବାହାରେ ରହିବନି। ରାଧୁଆ ବଲ ବଲ କରି ଦୁହିଁଙ୍କୁ ଚାହିଁଲା। କହିଲା, ନା, ସତ କହୁଛି, କେବେ ବି ଏମିତି ଭୁଲ ହେବନି। ଆସ, ତୁମକୁ ଘରେ ଛାଡ଼ିଦେବେ, ତାପରେ ଘରକୁ ଫେରିବେ। ମୋ ବୋଉର ଦେହ ବହୁତ ଖରାପ ଅଛି। କାଲି ବୋଉକୁ ଡାକ୍ତରଖାନା ଦେଖାଇବେ। ମୋତେ ବୋଉ କହିଥିଲା ଯଦି ଡେରି ହୁଏ ହାଟରେ କେଉଁଠି ଦୋକାନ ପିଣ୍ଡାରେ ଶୋଇପଡ଼ିବ, କିନ୍ତୁ ଘରକୁ ଆସିବୁନି। ବୋଉକୁ କେତେଥର କହିଛି ଭୂତ କି ପ୍ରେତ ଦୁନିଆରେ କିଛି ନାହିଁ। ଝିଅ ଦୁଇ ଜଣ କହିଲେ, ସତରେ କ'ଣ ତୁମ ବୋଉ ଏମିତି କହିଥିଲେ? ତେବେ ତୁମକୁ ତାଙ୍କ କଥା ମାନିବାକୁ ହିଁ ହେବ। ଯଦି ଆମ ଦୁଇ ଜଣକୁ ଘର ପର୍ଯ୍ୟନ୍ତ ତୁମେ ସାଇକେଲରେ ଛାଡ଼ିବ, ତେବେ ଆମ କହିବା କଥା ମାନିବାକୁ ହେବ, ନହେଲେ ଆମେ ଚାଲିକି ଚାଲିଯିବୁ। ରାଧୁଆ କହିଲା, ଠିକ୍ ଅଛି, କୁହ। ଦୁହେଁ କହିଲେ, ତୁମେ ଆଜି ଆମ ଘରେ ରହିଯିବ। କାଲି ସକାଳ ହେଲେ ତୁମେ ଘରକୁ ଫେରିଯିବ। ରାଧୁଆ କହିଲା, ନା ନା, ଘରେ ମୋର ମା କେତେ ବ୍ୟସ୍ତ ହେଉଥିବ, ତା ଦେହ ବି ଭଲ ନାହିଁ। ଦୁଇ ଭଉଣୀ କହିଲେ, ତୁମେ ନିଜେ କହିଲ ନା ତୁମ ବୋଉ କହିଛନ୍ତି ରାତି ହୋଇଗଲେ ହାଟରେ କେଉଁଠି ରହିଯିବାକୁ। ସେଥିପାଇଁ ଆଜି ଆମ ଘରେ ରହିଯିବ, କାଲି ସକାଳେ ଚାଲିଯିବ। ରାଧୁଆ ବିଚାରା କ'ଣ କରିବ ବୋଲି ଭାବିବାକୁ ଲାଗିଲା। କହିଲା, ଠିକ୍ ଅଛି, ତୁମେ ଦୁହେଁ ବହୁତ ଜିଦିଆ, ଚାଲ ଆଗ ତୁମକୁ ଘରେ ଛାଡ଼ିଦେବି। ଦୁହେଁ କହିଲେ, ଯଦି ଆମ ଘରେ ରହିବନି ତେବେ ଆମକୁ ତୁମ ସହିତ ସାଇକେଲରେ ନେବାର କିଛି ଆବଶ୍ୟକତା ନାହିଁ। ଆମେ ଚାଲି ଚାଲି ଚାଲିଯିବୁ। ଟିକେ ଅଭିମାନ ସ୍ୱରରେ ଦୁହେଁ କହିବାକୁ ଲାଗିଲେ। ରାଧୁଆ ଜାଣିପାରିଲା ପିଲା ଦୁଇଟି ମନ ଦୁଃଖ କରୁଛନ୍ତି ବୋଲି। ବୋଉ ବି ତାକୁ ବାରମ୍ବାର କହିଥିଲା ଅଧିକ ରାତି ହେଲେ ଘରକୁ ଫେରିବୁନି ବୋଲି। ହେଲେ ବୋଉ ଦେହ ଭଲ ନାହିଁ। କହିଲା, ଠିକ୍ ଅଛି, ଚାଲ ତାହେଲେ। ହେଲେ କହିଲନି ତୁମେ ଦୁଇ ଜଣ ଏଠି କ'ଣ କରୁଥିଲ? ଦୁହେଁ କହିଲେ, ଜାଣିନାହଁ କି ଜନ୍ମାଷ୍ଟମୀ ଅଛି ପରା, ଆମେ ବାପାଙ୍କ ସହିତ କେତେ କ'ଣ କିଣିବାକୁ ଆସିଥିଲୁ। ହେଲେ ବାପା କହିଲେ ଘରକୁ ଯିବା, କିନ୍ତୁ ଆଉ କିଛି ଜିନିଷ ବାକି ରହିଗଲା। ଦେଖୁନ, ଆମେ ଦୁଇ ଜଣ ବି ଗୋଟିଏ ବ୍ୟାଗ୍ ଧରିଛୁ। ବେଶୀ କିଛି ନୁହେଁ, ଆମେ ଦୁହିଁଙ୍କ ନୂଆ ଜାମା ଧରିଛୁ। ଘରେ ଆଗ ପହଞ୍ଚିଲେ ବୋଉକୁ ଦେଖାଇବୁ। ବାପା କହିଥିଲେ ମିଶିକି ଯିବା। ବାପା ଦୋକାନରେ କିଛି କିଣୁଥିଲେ, ଆମେ ଭାବିଲୁ ଚାଲିଯିବୁ। ହେଲେ ଆଗକୁ ଅନ୍ଧାର ହୋଇଛି ବୋଲି ଘରକୁ ନ ଯାଇପାରି ବାଟରେ ଛିଡ଼ା ହୋଇଥିଲୁ। ତୁମେ ଆସିଲ, ବୋଉ ବି ବହୁତ ବ୍ୟସ୍ତ ହେଉଥିବ। ଚାଲ ଆମ ଘରକୁ ଯିବା। ରାଧୁଆ ଦୁଇ ଜଣଙ୍କୁ ସାଇକେଲରେ ବସାଇଲା। ଜହ୍ନ ଆଲୁଅରେ ରାସ୍ତା ପରିଷ୍କାର ଦିଶୁଥାଏ। ଧୀରେ ଧୀରେ ସାଇକେଲ ଗଡ଼ିବାକୁ ଲାଗିଲା। କେତେ କ'ଣ କଥା ଚାଲିଥାଏ। ରାଧୁଆ ନିଜର ପିଲାବେଳର କଥା କହିବାକୁ ଲାଗିଲା। ସମସ୍ତେ ହସିବାକୁ ଲାଗିଲେ। ଦୁହେଁ କହିଲେ, ବୋଉ ବହୁତ ଖୁସି ହୋଇଯିବ।
ରାଧ ପଚାରିଲା କାହିଁକି? ଦୁହେଁ କହିଲେ ବୋଉ ମୁହଁକୁ ବଡ଼ ବଡ଼ ଟିପା ଭାରି ଭଲ ଲାଗେ। ସେ କହିଥିଲା ଦାମ ଅଜା ଦୋକାନରୁ ଆଣିବାକୁ। ମୁଣ୍ଡରେ ବହୁତ ଉକୁଣି ହୋଇଛି, ମନେକରି ଗୋଟିଏ ଉକୁଣି ପାନିଆ ସହିତ ଶଙ୍ଖା 2 ପଟ ଆଣିବାକୁ ସେ କହିଥିଲା। ସେଥିପାଇଁ ଆମରି ଜାମା ବ୍ୟାଗ୍ରେ ବୋଉର ଏହି 3ଟି ଜିନିଷ ରହିଯାଇଛି। ତୁମେ ଆମକୁ ଘରକୁ ନେଇଗଲେ ବୋଉକୁ ପ୍ରଥମେ ବ୍ୟାଗ୍ଟିକୁ ଦେଇଦେଲେ ବୋଉ ବହୁତ ଖୁସି ହେବ। ଆମ ପାଇଁ ସେ କେତେ କ'ଣ କରୁଛି। ରାଧା କହିଲା କେତେ ବଡ଼ ଘରର ପିଲା ତୁମେମାନେ, ମୋ ଭଙ୍ଗା ସାଇକେଲରେ ବସିଛ, ମା ରାଗିବେନି? ଦୁହେଁ କହିଲେ ନା ନା, ଆମ ବୋଉ ଭାରି ଭଲ, ବାପା ବି ଭଲ। ଯେତେବେଳେ ଜାଣିବେ ତୁମେ ଆମକୁ ଘରକୁ ନେଇ ଆସିଛ ସେ ବହୁତ ଖୁସି ହେବେ। ରାଧାର ସାଇକେଲଟି ତାଙ୍କ ଗାଁ ମୁଣ୍ଡରେ ପହଞ୍ଚିଲା। ଦୁହେଁ ଘରକୁ ଦେଖି ବହୁତ ଖୁସି ହୋଇଗଲେ। ପରସ୍ପରକୁ ଚାହିଁଲେ, କହିଲେ ବାପା ଭାବିବେ ଆମେ ତାଙ୍କଠାରୁ ଆଗ ଘରେ ପହଞ୍ଚି ଯାଇଛୁ। ରାଧା କହିଲା ଏବେ କୁହ କେଉଁଠି ଛାଡ଼ିବେ? ସେହି ବଡ଼ ଘରକୁ ଆସ ବୋଲି କହି ଦୁହେଁ ବହୁତ ଖୁସି ହୋଇ ଘର ଆଡ଼କୁ ଦୌଡ଼ିଲେ। ରାଧା କହୁଥିଲା ରେ ବ୍ୟାଗ୍ଟି ନିଅ। ସେମାନେ କହିଲେ ନେଇକି ଆସ, ବୋଉକୁ ଦେବ, ଆମେ ଘରକୁ ଯାଉଛୁ। ରାଧା ଘରକୁ ଦେଖି ଚାହିଁ ରହିଛି। କେତେ ବଡ଼ ଘର, କିଏ କ'ଣ କହିବ ଭାବିବାକୁ ଲାଗିଲା। ବଡ଼ ଲୁହା କବାଟ ପାଖରେ ଛିଡ଼ା ହୋଇছে। ଜଣେ କହିଲା କାହାକୁ ଖୋଜୁଛ? ରାଧା କହିଲା ମା ନାହାନ୍ତି। ଲୋକ ଜଣକ କହିଲା ଭିତରକୁ ଯାଅ। ରାଧା ବ୍ୟାଗ୍ଟିକୁ ହାତରେ ଧରି ଡରି ଡରି ଭିତରକୁ ଗଲା। ଏତେ ବଡ଼ ଘରକୁ ସେ କେବେ ଯାଇନଥିଲା। ଦେଖିଲା ଉପରୁ ସିଢ଼ିରୁ ଜଣେ ସ୍ତ୍ରୀ ଲୋକ ତଳକୁ ଆସୁଛନ୍ତି। ରାଧାକୁ ଦେଖି କହିଲେ କ'ଣ କାମ ଥିଲା? ରାଧା ବ୍ୟାଗ୍ଟିକୁ ଦେଲା। ବ୍ୟାଗ୍ଟିକୁ ରାଧା ହାତରୁ ନେଇ ଭିତରେ ଥିବା ଜିନିଷକୁ ଦେଖି ସେ ବହୁତ ଜୋରରେ କାନ୍ଦିବାକୁ ଲାଗିଲେ। ରାଧା ଆଶ୍ଚର୍ଯ୍ୟ ହୋଇ ଚାହିଁଛି, କ'ଣ କିଛି ଭୁଲ ହୋଇଗଲା କି ଭାବିଲା। ତାଙ୍କ କାନ୍ଦଣା ଶୁଣି ଭିତରୁ ଜଣେ ଆସିଲେ। ସେ ମଧ୍ୟ ବ୍ୟାଗ୍କୁ ଦେଖି କାନ୍ଦିବାକୁ ଲାଗିଲେ। ରାଧା ଭୟରେ ଥରିବାକୁ ଲାଗିଲା। ଏସବୁ କେଉଁଠୁ ପାଇଲ, କିଏ ଦେଲା ବୋଲି ବିକଳରେ ପଚାରିବାକୁ ଲାଗିଲେ। ରାଧା କହିଲା ମୁଁ କିଛି ବି କରିନି। ମୋତେ 2ଟି ଝିଅ କହିଲେ ଆମକୁ ଘରକୁ ନେଇକି ଛାଡ଼ିଦେବ। ବାପା କିଛି ଜିନିଷ ଧରି ପଛରେ ଆସୁଛନ୍ତି। ମୁଁ ଦୁହିଁଙ୍କୁ ସାଥିରେ ନେଇ ଆସିଲେ। ମୋତେ କହିଲେ ଆଜି ଆମ ଘରେ ରହିବ, କାଲି ସକାଳୁ ଚାଲିଯିବ। ରାଧା ପାଟିରୁ ଏକଥା ଜାଣି ଆହୁରି କାନ୍ଦି ଉଠିଲେ ସେମାନେ। କହିଲେ ସେ ଦୁହେଁ ଆମରି ଝିଅ, ଆମେ ଦୁହେଁ ସେମାନଙ୍କର ବାପା ମା। ଆଜିଠୁ 5 ବର୍ଷ ପୂର୍ବରୁ ଜନ୍ମାଷ୍ଟମୀ ଜିନିଷ କିଣିବା ପାଇଁ ମୋ ସହିତ ସେମାନେ ସହରକୁ ଯାଇଥିଲେ। ଘରକୁ ଆସିବା ସମୟରେ କିଛି ଜିନିଷ କିଣିବା ପାଇଁ ରହିଗଲେ ମୁଁ। ଦୁହେଁ ରାସ୍ତା ଆରପଟକୁ ଯିବା ସମୟରେ ଗୋଟିଏ ଟ୍ରକ୍ ଦୁହିଁଙ୍କୁ ନିର୍ଦ୍ଦୟ ଭାବରେ ପିଟି ଦେଇଥିଲା। ଆମ ଦୁହିଁଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ସେମାନେ। ରାଧା କହିଲା ଆପଣ ଆଉ କାହା କଥା କହୁଛନ୍ତି? ମୁଁ ନିଜେ ସେ ଦୁହିଁଙ୍କୁ ଦେଖିଛି, କେତେ କଥା ବି ହୋଇছে। ମୋତେ ଟିକେ ବି ଲାଗିଲାନି ସେମାନେ ଏ ଦୁନିଆରେ ନାହାନ୍ତି ବୋଲି। ବାରମ୍ବାର କହୁଥିଲେ ଆମେ ଘରକୁ ଯିବୁ, ବୋଉ ସବୁ ଜିନିଷ ଦେଖିଲେ ଖୁସି ହୋଇଯିବ। ଆମ ବାପା ବହୁତ ଭଲ। ରାତି ଅଧିକା ହେଲାଣି, କାଲି ସକାଳେ ଘରକୁ ଫେରିଯିବ। ଆହୁରି ଅନେକ କଥା କହିଛନ୍ତି। ନା ବାବୁ, ସେମାନେ ହୁଏତ ଆଉ କିଏ ହୋଇଥିବେ କହି ରାଧା ଜୋରରେ କାନ୍ଦି ଉଠିଲା। ସ୍ତ୍ରୀ ଲୋକଟି ରାଧାକୁ କହିଲେ ଭାଇ ଆପଣଙ୍କୁ ଅନେକ ଧନ୍ୟବାଦ। ଠାକୁର ଆପଣଙ୍କୁ କୋଟି ପରମାୟ ଦିଅନ୍ତୁ। କେଉଁଠି ମୁଁ ଗୀତା ଗାୟତ୍ରୀକୁ ଦେଖିଲେ ମୋତେ ସେମାନଙ୍କ ପାଖକୁ ନେଇଯିବ। ଆଜିକୁ 5 ବର୍ଷ ହେଲାଣି ମୋ କାନ ସେମାନଙ୍କ ବୋଉ ଡାକ ଶୁଣିବାକୁ ପାଉନି। ଆମ ଦୁହିଁଙ୍କ ଆଖି ସେ ଦୁହିଁଙ୍କୁ ଖୋଜି ବୁଲୁଛି। କାହିଁକି ଏତେ ଦିନ ହେଲାଣି ସେମାନେ ଘରକୁ ଫେରି ନାହାନ୍ତି? କେତେ କ'ଣ କହି କାନ୍ଦିବାକୁ ଲାଗିଲେ। ରାଧା ବିରକ୍ତ ହୋଇ କହିଲା ଆପଣ ଦୁହେଁ ଆଉ କାହା କଥା କହୁଛନ୍ତି? ମୋତେ ଯିବାକୁ ଦିଅନ୍ତୁ, ମୁଁ ଚାଲି ଯାଉଛି କହି ରାଧା ଘରୁ ବାହାରିବାକୁ ଲାଗିଲା। ହଠାତ୍ କାନ୍ଥକୁ ଚାହିଁ ସେଠି ଛିଡ଼ା ହୋଇ ରହିଗଲା। କହିଲା ଏହି ଦୁହେଁ, ମୁଁ ଏଇ 2 ଭଉଣୀକୁ ମୋ ସହିତ ଆଣିଥିଲି। ସେ 2 ଜଣ ଆମରି ଝିଅ ବୋଲି କହିଲେ। ସେ ଉଭୟ ସ୍ୱାମୀ ସ୍ତ୍ରୀ। ରାଧା ଆଖିରେ ଲୁହ ବାହାରି ଚାଲିଥାଏ। କ'ଣ କହିବ ଜାଣିପାରୁନଥାଏ। ସ୍ତ୍ରୀ ଲୋକଟି କହିଲା ଦେଖିଲ ଗୀତା ଗାୟତ୍ରୀ ଦୁହିଁଙ୍କ ମୋ ପାଇଁ କେତେ ଚିନ୍ତା। ମୁଁ କହିଥିବା ଜିନିଷ ମୋତେ ମନେ କରି ଆଣି ଦେଇଛନ୍ତି। ସ୍କୁଲରୁ ଫେରିଲେ 2 ଜଣ କହିବେ
ବୋଉ ଆମ ମୁଣ୍ଡରେ କେତେ ଓକୁଣି ହୋଇଛି ଦେଖିଲୁ। ଘର କାମ ଅଧିକା ଥିବାରୁ ସେ ଦୁହିଁଙ୍କୁ ମୁଁ କହେ, ଠିକ୍ ଅଛି ବାପାଙ୍କୁ କହିବି ଗୋଟିଏ ଉକୁଣି ପାଣି ଆଣିବେ, ସବୁ ଉକୁଣି ଗୋଟିଏ ଦିନରେ ବାହାର କରିଦେବେ। ଦେଖୁଛ ମୁଁ କହିଥିବା ଜିନିଷ ମୋ ପାଇଁ ଆଣି ଦେଇଛନ୍ତି। ରାଧୁଆ ପାଟିରୁ କୌଣସି କଥା ବାହାରୁ ନଥାଏ। ମନେ ମନେ ଭାବୁଥିଲା କାହା କଥାକୁ ବିଶ୍ୱାସ କରିବ, ନିଜେ ଦେଖିଥିବା ପିଲା ଦୁହିଁଙ୍କୁ ନା ଦୁଇଟି ପିଲାଙ୍କୁ ସବୁଦିନ ପାଇଁ ହରାଇଥିବା ବାପା ମାଙ୍କୁ। ସ୍ତ୍ରୀ ଆଖିରୁ ଲୁହ ପୋଛି ପୋଛି ସ୍ୱାମୀ କହୁଥାନ୍ତେ, ଆମ ପିଲା ଦୁଇଟି ସତରେ ତୁମକୁ ବହୁତ ଭଲ ପାଆନ୍ତେ। ଡେରି ହେଉ ପଛେ ତୁମେ ଯାହା ଆଣିବା ପାଇଁ କହିଥିଲ ସେ ତୁମ ପାଇଁ ଆଣି ସବୁ ପହଞ୍ଚେଇ ଦେଇଛନ୍ତି। ରାଧୁଆ ରାତି ସାରା ତାଙ୍କ ଘରେ ରହିଲା। ଗୋଟିଏ ସ୍ନେହୀ ବାପା ଓ ଗୋଟିଏ ସ୍ନେହୀ ମାଆଙ୍କୁ ଚାହିଁ ରହିଥାଏ। କାନ୍ଥରେ ଝୁଲୁଥିବା ଗାୟତ୍ରୀ ଗୀତାର ଫଟୋକୁ ଚାହିଁ ରହିଥାଏ ସେ। ସତରେ ଯେମିତି ସେ ଦୁହେଁ କହୁଥାନ୍ତେ, ରାଧୁଆ ଭାଇ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆମକୁ ଘରକୁ ଫେରାଇ ଆଣିଥିବାରୁ। ସକାଳ ହେବାରୁ ସେମାନଙ୍କ ଠାରୁ ବିଦାୟ ନେଇ ରାଧୁଆ ଘରକୁ ବାହାରିଲା। ସାଇକେଲଟି ଯେମିତି ଦାଣ୍ଡ ପିଣ୍ଡାରେ ରଖିଛି। ରାଧୁଆ ମା ବହୁତ ଖୁସି ହୋଇଗଲା। ପୁଅ ଫେରି ଆସୁଥିବାର ଦେଖି ସେ କେତେ ମୁଣ୍ଡିଆ ମାରିଲା। କହିଲା, ଧନ ତୋର କିଛି ହୋଇନି ତ? କାଲି କେଉଁଠି ରହିଥିଲୁ? ରାଧୁଆ କିଛି କହୁନଥିଲା। କାଲି ରାତିରେ ରାଧୁଆ ନ ଫେରିଥିବାରୁ ଲୋକେ କେତେ କ'ଣ କହୁଥିଲେ। ଗାଁ ଲୋକେ ସବୁ ରାଧୁଆକୁ ଦେଖିବା ପରେ ଘରକୁ ଆସିଲେ। ରାଧୁଆ ମାଆକୁ ନେଇ ଡାକ୍ତର ପାଖକୁ ବାହାରିଗଲା। ସହରରେ ସବୁ କାମ ସାରି ମା ପୁଅ ଦୁହେଁ ଘରକୁ ଫେରିଲେ। ରାଧୁଆକୁ ତା ବୋଉ କହିଲା, ଚାଲିଲୁ ରାତି ହେବା ଆଗରୁ ଗାଁକୁ ଫେରିଯିବା। ବାଟରେ ବଡ଼ ଭଙ୍ଗା ଘର କଥା ଶୁଣିନୁ, କେତେବେଳେ କିଏ କ'ଣ କରିବ। ରାଧୁଆ କହିଲା, ବୋଉ କଥାକୁ ସତ କହିବି ନା ଦେଖିଥିବା କଥାକୁ, ନା କାଲି ରାତିରେ ମୁଁ ଜୀବନ ବଞ୍ଚାଇଥିବା ସେ ଦୁଇ ଭଉଣୀକୁ? କାହା କଥା କହୁଛୁ କିରେ ବୋଲି ରାଧୁଆ ବୋଉ କହିଲା। ରାଧୁଆ ରାତିରେ ବିତିଥିବା ସମସ୍ତ କଥା କହିଲା। ପୁଅ ପାଟିରୁ ଏକଥା ଶୁଣି ରାଧୁଆ ବୋଉ କହିଲା, ଭଗବାନ ସେ ଦୁହିଁ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଗୋଟିଏ ମା ପାଖକୁ ତା ପୁଅକୁ ଫେରାଇ ଦେଇଛନ୍ତି। ରାଧୁଆ ଭଗବାନଙ୍କୁ କହୁଥିଲା, ହେ ପ୍ରଭୁ ଗୀତା ଗାୟତ୍ରୀ ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେଦିନ ରାତିରେ ଘରକୁ ଫେରିଥିବା କଥା ରାଧୁଆ କେବେ ବି ଜୀବନରେ ଭୁଲିବ ନାହିଁ।